ଶିକ୍ଷା କେବେ ବି ଜୀବନରେ ସରେ ନାହିଁ। ସେ ପିଲା ହେଉ କିମ୍ବା ବୃଦ୍ଧ ହେଉ, ଶିକ୍ଷାର ପରିସୀମାର ଅନ୍ତ ନାହିଁ। ଆଉ ଶିକ୍ଷାଠୁ ବଡ଼ କିଛି ବି ନାହିଁ। କାହିଁକି? ଏଠି ସମସ୍ତେ ଶିକ୍ଷା ଯୋଗୁଁ ହିଁ ସବୁ କାର୍ଯ୍ୟ କରିବା ସମ୍ଭବ। ଯେକୌଣସି କାର୍ଯ୍ୟ ହେଉ କିମ୍ବା ନିଜ ଜୀବନରେ କିଛି ବି ଯାତ୍ରା ହେଉ, ଶିକ୍ଷା କରିଥିଲେ ସିନା ସେ ବଡ଼ ଅଫିସର ହେଉ କିମ୍ବା କୌଣସି କାରିଗର ହେଉ, ସବୁରି ମୂଳେ ଶିକ୍ଷା। ଶିକ୍ଷକ ପାଖରୁ ଛାତ୍ର ଯେମିତି ଶିକ୍ଷା ଗ୍ରହଣ କରିଥାଏ, ଗୋଟିଏ ବଡ଼ କାରିଗର ପାଖରୁ ଅନ୍ୟ ଜଣେ ଶିକ୍ଷା କରି ହିଁ କାର୍ଯ୍ୟ ଶିକ୍ଷା କରିଥାଏ। ତେଣୁ ଶିକ୍ଷାକୁ ଗୁରୁତ୍ୱ ଦେବା ଆମ ମଣିଷର ଅତ୍ୟନ୍ତ ଜରୁରୀ। ଗାଡ଼ିର ଡ୍ରାଇଭର ଗାଡ଼ି ଚଳାଇବା ଶିକ୍ଷା କରିଛି ବୋଲି ଗାଡ଼ିଟି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଉଛି। ପ୍ରତ୍ୟେକ କ୍ଷେତ୍ରର ଶିକ୍ଷା ସେଥିପାଇଁ କୁହାଯାଇଛି, ଶିକ୍ଷା ଅଟଇ ମହାଧନ ବାଳକଙ୍କର ଉପାର୍ଜନ। ଶିକ୍ଷାର ଅଭାବ ହେଲେ ଦେଶ ବିଦେଶଠୁ ଆରମ୍ଭ କରି ଗାଁ ଗହଳିରେ ମଧ୍ୟ ପ୍ରବଳ କ୍ଷତି। ଶିକ୍ଷାର ଅଭାବରେ ମଣିଷ ସମାଜରେ ଘୋର କ୍ଷତି। ଶିକ୍ଷା ହିଁ ସବୁବେଳେ ଆଗରେ ରହିଛି ଏବଂ ରହିବ। ସେ ଯେକୌଣସି କ୍ଷେତ୍ର ହେଉନା କାହିଁକି, ପିଲାଟି ପାଠ ପଢ଼ିଲେ ଭଲ ମଣିଷ ହେବ, ନହେଲେ କେମିତି ହେବ? ଜୀବନରେ କିଛି ବି ଅଭାବରେ ମଣିଷ ଚଳିଯିବ, କିନ୍ତୁ ଶିକ୍ଷାର ଅଭାବ ନୁହେଁ। ତେଣୁ ଶିକ୍ଷାକୁ ସବୁବେଳେ ସଲାମ।